ଶ୍ରୀଲଙ୍କାର ମଥା ବୋଲି ପରିଚିତ ଥିଲା। ତାଙ୍କୁ ଜଣେ ତାଙ୍କର ଶିଷ୍ୟ ବା ଷ୍ଟୁଡେଣ୍ଟ କଥା କହୁଛେ, ତାଙ୍କର ଜଣେ ଷ୍ଟୁଡେଣ୍ଟ ତାକୁ ଟ୍ରାନ୍ସଲେସନ କରିଥିଲେ। ଟ୍ରାନ୍ସଲେସନ କରିକି ତାର ନାଁ ଥିଲା କଣ, ଆମର ସିନାଲା, ଯେଉଁଟା କି ତାଙ୍କର ଷ୍ଟୁଡେଣ୍ଟଙ୍କ ନାଁ କଣ ଥିଲା ନା ଆନନ୍ଦ ସମାରକନ। ତ ଯେଉଁ ଆନନ୍ଦ ସମାରକନ ଯେଉଁ ରବୀନ୍ଦ୍ରନାଥ ଲେଖିଥିଲେ ସେଇଟାକୁ ଆମର ଟ୍ରାନ୍ସଲେସନ କରିକି ସେ ସେଇଠି ସବୁ ଦେଇ, ଏଇ ସବୁ କଥା ଅନୁସାରେ ତାଙ୍କର ସବୁ କଣ କୁହାଯାଏ ନା ତିନିଟା ଦେଶର ନ୍ୟାସନାଲ ଆନ୍ଥେମକୁ ଜଣେ ହିଁ ବ୍ୟକ୍ତି ରଚନା କରିଛନ୍ତି। ତାହେଲେ ସେ କେତେ ବଡ ଜଣେ ମହାନ ବ୍ୟକ୍ତି ବିଶେଷ ତମେ ସେଇଠି ହିଁ ଜାଣିପାରିବ ନିଶ୍ଚିତ। ଏଇ କଥାଟାକୁ ତମେ ନିଶ୍ଚିତ କ୍ୱେଶ୍ଚନରେ ସେଇଟାକୁ ଦବ ହେଲା। ତ ରବୀନ୍ଦ୍ରନାଥ ଠାକୁର ଏଇ ପ୍ରକାରର ସବୁ ଜଣେ କଣ ଥିଲେ, ମହାନ ବ୍ୟକ୍ତି ବିଶେଷ ଥିଲେ। ତାପରେ ଆମର ରବୀନ୍ଦ୍ରନାଥ ଠାକୁରଙ୍କର ଗୋଟେ କଣ ଥିଲା ନା ଗୋଟେ ଆମର ନୀତି ଥିଲା କଣ ନା ସେ ଏଜୁକେସନ ଭ୍ୟୁଜ ତାଙ୍କ ଭିତରେ ଗୋଟେ ମହାନ ଭ୍ୟୁଜ ଥିଲା ଏଜୁକେସନକୁ ନେଇ। ତାଙ୍କ ମତରେ ଥିଲା କଣ ନା ବର୍ତ୍ତମାନ ଯୋଉ ଶିକ୍ଷା ହଉଛି କଣ ଏଇ ପ୍ରକାର ଶିକ୍ଷା ନୁହେଁ, କଣ କରୁଛି ନା ଯୋଉ ପରମ୍ପରାଗତ ଯୋଉ ଆମର ପୂର୍ବରୁ ଯୋଉ ଶିକ୍ଷା ହଉଥିଲା ସେଇ ପ୍ରକାର ଶିକ୍ଷା ଦବ, ଟ୍ରାଡିସନାଲ ଟିଚିଂ ଟାକୁ ସେ ଆମର ଗୁରୁତ୍ୱ ଦଉଥିଲେ। ତାଙ୍କ ମତରେ ସେ ଟ୍ରାଡିସନାଲ ଟିଚିଂ ଟାକୁ ସେ କଣ କରୁଥିଲେ, ତାଙ୍କର କଣ ରହୁଥିଲା ନା ଏଜୁକେସନାଲ ଭ୍ୟୁଜ କୁ ସିଏ ଫୋକସ କରୁଥିଲେ କଣ ନା ଟ୍ରାଡିସନାଲ ଆମର ଟିଚିଂ। ସେ ଟ୍ରାଡିସନାଲ ଟିଚିଂଟା କେମିତି ପ୍ରୋଭାଇଡ ହେଇପାରିବ ସେଇ ପ୍ରକାରର ଟିଚିଂ ପାଇଁ ସେ ଆମର ଇଣ୍ଟରେଷ୍ଟ ଦେଖେଇଛି। ତ ସେଥିପାଇଁ ସେ କଣ କରିଥିଲେ, ଯୋଉ ନୋବେଲ ପୁରସ୍କାର ପାଇଥିଲେ ତାକୁ ମଧ୍ୟ କଣ କରିଥିଲେ ନା ଲୋକମାନେ ପିଲାମାନଙ୍କର ଇଣ୍ଟରେଷ୍ଟ କ୍ରିଏଟ କରିବା ପାଇଁ ତାକୁ ମଧ୍ୟ ସେ ଗୋଟେ ୟୁନିଭର୍ସିଟି କରିଥିଲେ। ସେ ୟୁନିଭର୍ସିଟି ପାଇଁ କଣ କରିଥିଲେ, ୟୁନିଭର୍ସିଟିକୁ ଦାନ କରିଦେଇଥିଲେ, ଯାହାକି ଲୋକମାନେ କଣ হবে ନା ଅତି ପାଖକୁ ଆମର ତାକୁ ଦେଖିପାରିବେ, ଜାଣିପାରିବେ, ଯାହାଫଳରେ ଲୋକମାନେ କଣ କରିବେ ବା ଷ୍ଟୁଡେଣ୍ଟ ମାନେ ସେଇ ପ୍ରକାରର ଆମର ପ୍ରାଇଜ ସବୁ ଏସର କରିବା ପାଇଁ କଣ ନା ନିଜର ଗୋଟିଏ ଆଗ୍ରହ ପାଇଁ ତ ସେଥିପାଇଁ ସେ ଦେଇଥିଲେ। ତ ସିଏ କଣ କରିଥିଲେ ନା ଆମର କାଲିଫର୍ଣ୍ଣିଆକୁ ସେ ଭିଜିଟ କରିଥିଲେ କଣ ଯେତେବେଳେ 11 ଅକ୍ଟୋବର 1917ରେ ସେ କଣ କରିଥିଲେ ନା ବିଭିନ୍ନ ପ୍ରକାର ଏଜୁକେସନକୁ ସେ ଆମର ସେଠି ନେଇଥିଲେ ଏଜୁକେସନ। ତ ସିଏ ଗୋଟେ ଆମର ଶାନ୍ତିକେତନ ବୋଲି ସେ ଗୋଟେ ଇଏ ଦେଖିଥିଲେ ହେଲା କି। ତ ଶାନ୍ତିକେତନ ସେ ଗୋଟେ ଆମର ସେଟଅପ୍ କରିଥିଲେ। ତ ଶାନ୍ତିକେତନରେ ଆଜି ମଧ୍ୟ ବହୁତ କଣ ନା ପିଲାମାନଙ୍କୁ ମଧ୍ୟ ଶିକ୍ଷା ଦିଆଯାଉଛି ହେଲା। ତ ଶାନ୍ତିକେତନ ଯେଉଁଟାକି ଆମର ବର୍ତ୍ତମାନ ବୋଧେ ଆମର ୱେଷ୍ଟବେଙ୍ଗଲରେ ରହୁଛି, ସେ ଶାନ୍ତିକେତନରେ କଣ କରୁଛେ ନା ବହୁତ ପିଲାମାନଙ୍କୁ ଟ୍ରାଡିସନାଲ ୱେରେ ଆମର ଟିଚିଂ ଦିଆଯାଉଛି। ତ ଏଇ ଶାନ୍ତିନିକେତନରେ ବିଭିନ୍ନ ଆମର ଟ୍ରାଡିସନାଲ ୱେରେ ଆମର କଣ କରୁଛି ନା ବର୍ତ୍ତମାନ ବି ମଧ୍ୟ ଆମର ଟିଚିଂ ଦିଆଯାଉଛି। ତ ସିଏ ଗୋଟିଏ ଆମର କଣ କରିଥିଲେ ନ୍ୟୁ ୟୁନିଭର୍ସିଟି ବିଗିନ କରିଥିଲେ, ଯାହାର ନାଁ ଥିଲା କଣ ଅଛି ନା କେବେ ଇଏ କରିଥିଲେ ଆମ 22 ଅକ୍ଟୋବରରେ ସେ ଆମର 22 ଡିସେମ୍ବର 1921 ଗୋଟେ ୟୁନିଭର୍ସିଟି ସ୍ଥାପନ କରିଥିଲେ। 22 ଡିସେମ୍ବର 1921 ଗୋଟେ ୟୁନିଭର୍ସିଟି ସ୍ଥାପନ କରିଥିଲେ, ଯାହାର ନାଁ ଥିଲା କଣ ନା ଆମର ବିଶ୍ୱଭାରତୀ ବୋଲି ନାଁ ଥିଲା। ବିଶ୍ୱଭାରତୀ ନାମକ ଗୋଟେ ୟୁନିଭର୍ସିଟି ସେ ସ୍ଥାପନ କରିଥିଲେ। ଯୋଉଟାକି ଏବେ ବି ମଧ୍ୟ ସେ କଣ ହଉଛି ନା ଆମର ଆକ୍ଟିଭ ରହୁଛି, ଯୋଉଠି ଆମର ଟ୍ରାଡିସନାଲ ୱେରେ ସବୁ ଆମର ଟିଚିଂ ଦିଆଯାଉଛି। ତ ବିଶ୍ୱଭାରତୀ ୟୁନିଭର୍ସିଟିକୁ ସେ କଣ କରିଥିଲେ ନା ଆମର ତାଙ୍କର ଯୋଉ ଇଏ ଥିଲା ଆମର ନୋବେଲ ପୁରସ୍କାରଟା ସେ ଆମର ଦେଇଯାଇଥିଲେ। ତାପରେ କଣ ରହୁଥିଲା ନା ସେ ଏଇ ଟିଚିଂ ପାଇଁ ସେ ବହୁ ଦେଶ ବୁଲିଛନ୍ତି, ବହୁ ଦେଶର ବିଭିନ୍ନ ଏଜୁକେସନ ଇନଷ୍ଟିଚ୍ୟୁଟକୁ ସେ ଯାଇଛନ୍ତି, ୟୁନିଭର୍ସିଟିକୁ ଯାଇଛନ୍ତି, ଇଂଲଣ୍ଡ, ଆମେରିକା, କାଲିଫର୍ଣ୍ଣିଆ, ଏମିତି ବହୁତ ଜାଗାକୁ ଯାଇକି
ସେଠି ତ ତାକୁ କଣ ନା ଏଜୁକେସନ ଫିଲ୍ଡରେ ସବୁ ଜିନିଷ ସେ କରୁଛନ୍ତି। ସେ ଏସବୁ କରିକି ତାକୁ କଣ ଭାରତ କେମିତି ଇମ୍ପ୍ଲିକେସନ କୋଉଟା ଆମ ଭାରତରେ ଇମ୍ପ୍ଲିକେସନ କଲେ ଭଲ ହବ ସେଇ ପ୍ରକାର ସେ ସେଇ ଉପରେ କାମ କରିବ। ତାପରେ ତାଙ୍କର ଗୋଟେ ଭଲ କଥା ଥିଲା କଣ ନା ସିଏ ଆମର ଯେତେବେଳେ ଭାରତ ବି ପରାଧୀନ ଥିଲା ସେ ସେତେବେଳେ ଚାହୁଁଥିଲେ କଣ ନା ଭାରତର ଲୋକମାନେ କେମିତି ଭୟରୁ ବାହାରିକି ରହିବେ ବା ୱିଦାଉଟ୍ ଭୟରେ କେମିତି ସେମାନେ ଜୀବନ ଯାପନ କରିବେ ତା ଉପରେ ସେ ଆମର ଗୁରୁତ୍ୱ ଦଉଥିଲେ। ତାଙ୍କର ଗୋଟେ ଇଏ ଥିଲା କଣ ସେଥିପାଇଁ ସେ କଣ କରୁଥିଲେ ସେ ଗୋଟିଏ ଡ୍ରିମ୍ ଦେଖୁଥିଲେ ବା ଭବିଷ୍ୟତ ପାଇଁ ଚିନ୍ତା କରୁଥିଲେ କେମିତି ଭାରତୀୟ ମାନେ ଆମର ଭୟର ବାତାବରଣ ଭିତରେ ନ ରହି କେମିତି ଫ୍ରିଲି ଜୀବନ ବିତାଇ ପାରିବେ ସେଇ ଉପରେ ସେ କଣ କରୁଥିଲେ ନା ଆମର ସେ ତର୍ଜମା କରୁଥିଲେ। ତ ଏଇ ସବୁ ଗୁଣ ଥିବାରୁ ସେ କଣ କରୁଥିଲେ ବହୁତ ଆମର କଣ ହେଇଥିଲା ଆମମାନଙ୍କ ଭିତରେ ବହୁତ ପରିଚିତ ହେଇଥିଲେ ଆଉ ତାଙ୍କୁ ମଧ୍ୟ ଭାରତୀୟ ତଥା ପୁରା ପୃଥିବୀର ଲୋକମାନେ ମଧ୍ୟ ତାଙ୍କୁ ବହୁତ ପସନ୍ଦ କରୁଥିଲେ। ଆଉ ସେ ଖାଲି ଭାରତରେ ନୁହେଁ ବିଭିନ୍ନ ଜାଗାକୁ ଯାଇ ମଧ୍ୟ ସେ ଆମର ତାଙ୍କର ସବୁ ଗୀତ କବିତା ଆମର ସବୁ ଆମର ବର୍ଣ୍ଣନା କରିଛନ୍ତି। ବହୁତ ଷ୍ଟେଜ ଯୋଉଟା କହୁଛେ ନା ଆମେ ଯୋଉ ବର୍ତ୍ତମାନ ଯୋଉ ଷ୍ଟେଜ କଥା କହୁଛୁ ସେ ଆମର କଣ କରିଛନ୍ତି ସେଇ ଷ୍ଟେଜ ଗୁଡ଼ିକ ସେ ବହୁତ ପୂର୍ବରୁ ସେ କଭର କରିଛନ୍ତି। ତ ଏଇ ପ୍ରକାର ଥିଲା ଆମର କଣ ନା ଆମର ରବୀନ୍ଦ୍ରନାଥ ଠାକୁରଙ୍କର ଆମର ଦେଶଭକ୍ତି ତଥା ଆମର ଏଜୁକେସନ ପ୍ରତି ଆମର କଣ୍ଟ୍ରିବ୍ୟୁସନ। ତାପରେ ତ କହିଗଲେ ଆମର 16 ବର୍ଷ ବୟସରେ ବି ସେ ଆମର କଣ ନାଟକ ଲେଖିଲେ 60 ବର୍ଷ ବେଳକୁ ସେ ପୁଣି ଚାଲିଗଲେ କୋଉଠିକି ନା ଆମର ପେଣ୍ଟିଂ ଦୁନିଆକୁ ଚାଲିଗଲେ। ଅର୍ଥାତ୍ ଏଇ ଗୀତ ଲେଖା ଗୀତ ଏସବୁରୁ ବାହାରି ପୁଣି ସେ କଣ କଲେ ନା ପେଣ୍ଟିଂ ବହୁତ ଗୁଡିଏ ପେଣ୍ଟିଂ ମଧ୍ୟ କରିଛନ୍ତି। ସେ ସବୁ ତମେ ସବୁ ଟିକେ ଦେଖେଇ ଯାହା ଫଳରେ ସବୁ ପେଣ୍ଟିଂ ଟା ବହୁତ ଆକର୍ଷଣ ରହୁଛି ଲୋକମାନେ ଯେମିତି ସେ ପେଣ୍ଟିଂ ଦ୍ଵାରା ଆକର୍ଷିତ ହଉଥିଲେ। ଏଇ ଭିତରେ ସବୁ ଥିଲେ କଣ ନା ତାଙ୍କର ସବୁ କଣ୍ଟ୍ରିବ୍ୟୁସନ ହଉଛନ୍ତି। ତ ସେଇ ପ୍ରକାରର ଆଉ ଏଜୁକେସନ ଆଉ ଜଣେ ଅଛନ୍ତି ଯିଏ ହଉଛନ୍ତି ଆନନ୍ଦ ଆମର କେଣ୍ଟିସ୍ କୁମାରସ୍ୱାମୀ ଯିଏକି ହଉଛନ୍ତି ଅରିଜିନ କଣ କୋଉଠିକାର ନା ଆମର ଶ୍ରୀଲଙ୍କା। ଦ୍ୱିତୀୟରେ କିଏ ଆସୁଛନ୍ତି ନା ଆନନ୍ଦ କେଣ୍ଟିସ୍ କୁମାରସ୍ୱାମୀ। ଓହୋ। ଆନନ୍ଦ କେଣ୍ଟିସ୍ ସେ କୋଉଠିକାର ଥିଲେ ନା ଆମର ଅରିଜିନ ତ ରହିଥିଲେ ଶ୍ରୀଲଙ୍କା କିନ୍ତୁ ପରବର୍ତ୍ତୀ ସମୟରେ ସେ ଆମେରିକାର ସିଫ୍ଟ ହେଇଥିଲେ। ସେଥିପାଇଁ ତାଙ୍କୁ କଣ କୁହାଯାଏ ଆମର ଶ୍ରୀଲଙ୍କାନ ଆମେରିକାନ ବୋଲି ତାଙ୍କୁ ମଧ୍ୟ କୁହାଯାଇଛି। ଯେହେତୁ ସେ ଆମର ଜନ୍ମ ହେଇଥିଲେ ଶ୍ରୀଲଙ୍କାରେ କିନ୍ତୁ ଆମର ପରବର୍ତ୍ତୀ ସମୟରେ ସେ ଆମର ଆମେରିକା ରେସିଡେନ୍ସି ନେଇଯାଇଥିଲେ। ସେଥିପାଇଁ ତାଙ୍କୁ ଶ୍ରୀଲଙ୍କା ଆମେରିକାନ ବୋଲି କୁହାଯାଏ। ସେ କେତେ ବର୍ଷରେ ଜନ୍ମଗ୍ରହଣ କରିଥିଲେ ନା ଆମର 22 ଅଗଷ୍ଟ 1877ରେ ଜନ୍ମଗ୍ରହଣ କରିଥିଲେ। So 22 1877 ସେ ଜନ୍ମ ଲାଭ କରିଥିଲେ। ତ ତାଙ୍କୁ କାହିଁକି ଆମେ ପଢୁଛେ ଆମେ କାହିଁକି ଶ୍ରୀଲଙ୍କା ଆମେରିକାନ ଲୋକଙ୍କୁ କାହିଁକି ନା ସେ ସବୁ କ୍ଷେତ୍ରରେ ଆମ ଭାରତୀୟ ଟ୍ରାଡିସନକୁ ବା ଆମ ଭାରତୀୟ କଳାକୁ ସେ ସବୁବେଳେ ବନ୍ଦନା କରୁଛନ୍ତି। ସେ ଜଣେ ବାହାର ଦେଶର ଲୋକ ହେଇ ମଧ୍ୟ ଭାରତୀୟ ଆର୍ଟକୁ ବା ଭାରତୀୟ ଟ୍ରାଡିସନକୁ ସେ ସବୁବେଳେ ରଚନା କରିଥିବା ଭାରତୀୟ ଆର୍ଟକୁ ସେ ପ୍ରଶଂସା କରିଛି ସବୁଆଡେ।
ତ ସେଇ ଦୃଷ୍ଟିରୁ ସେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହୁଛନ୍ତି ଆମର ଆର୍ଟ ବିଷୟ ଦୃଷ୍ଟିରୁ, ହେଲା କି। ତ ସିଏ ମଧ୍ୟ କଣ ଥିଲେ ଆମର, ସେ ଜଣେ ହିନ୍ଦୁ ଥିଲେ। ସେ ହିନ୍ଦୁ ରହିବା ଭିତରେ ସେ ଆମର ବହୁତ ଗୁଡିଏ ଆମର କଣ ନା ହିନ୍ଦୁ ଟ୍ରାଡିସନ କୁ ନେଇକି ବହୁତ ଗୁଡିଏ ରଚନା କରିଛନ୍ତି। ତାଙ୍କ ରଚନା ଭିତରେ କଣ କଣ ରହୁଛି ନା ଆମର ରହୁଛି କଣ ନା ଫିଗର୍ସ ଅଫ ସ୍ପିଚ୍ ଅଫ ଫିଗର ଅଫ ଥଟ୍। ତ ତାଙ୍କର ଲେଖା ଭିତରେ ଗୋଟେ ବଡ ଜିନିଷ ରହୁଛି କଣ ନା ଆମର ଫିଗର ଅଫ ସ୍ପିଚ୍ ଅଫ ଫିଗର ଅଫ ଥଟ୍। ଫିଗର ଅଫ ସ୍ପିଚ୍ ଅଫ ଫିଗର ଅଫ ଥଟ୍ ମାନେ ସେ ଭାରତୀୟଙ୍କର କେମିତି କଥାବାର୍ତ୍ତା ନେଇକି ସବୁ ସେ ସବୁ ଆମର ରଚନା, ଯୋଉଟା କି ଆମର କେତେ ମସିହାରେ ନା ଆମର 2007 ମସିହାରେ ହେଇଛି। ତ ଯୋଉଟା କି ଆମର କଣ ହଉଥିଲା ନା ଆମର ଯୋଉ ଟ୍ରାଡିସନାଲ ଆର୍ଟ ରହୁଛି ନା ଆମର ଟ୍ରାଡିସନାଲ ଆର୍ଟ କୁ ନେଇକି ସିଏ ଗୋଟେ ଭ୍ୟୁ ଦେଇଛି। ଆଉ ଗୋଟେ ତାଙ୍କର ଗୋଟେ ବଡ ଗୁଣ କଥା ହଉଛି କଣ ନା ସେ ଯୋଉ ଆର୍ଟ ଦେଇକି ଯିବେ ନା ତାକୁ ହିଁ ବର୍ତ୍ତମାନ ବହୁତ ଜାଗାରେ ତାକୁ କଣ କରାଯାଉଛି ନା ଆମର ଦେଖାଯାଉଛି। ତ ସିଏ କଣ କରୁଛନ୍ତି ନା ଆମର ଯୋଉ ବୁଦ୍ଧିଷ୍ଟ ଆର୍ଟ ଥିଲା ସେ ବୁଦ୍ଧିଷ୍ଟ ଆର୍ଟ ବିଷୟରେ ମଧ୍ୟ ସିଏ ବର୍ଣ୍ଣନା କରିଛନ୍ତି। ଆମର କଣ ଏଇ କୁମାର ସ୍ୱାମୀ ଆନନ୍ଦ ଏଣ୍ଟେସ୍ କୁମାର ସ୍ୱାମୀ ସେ ସବୁ ବୁଦ୍ଧିଷ୍ଟ ଆର୍ଟ ବିଷୟରେ ସବୁ ବର୍ଣ୍ଣନା କରିଛନ୍ତି। ତ ଆପଣ ବିଦ୍ୟାପତି ବହୁତ ଗୁଡିଏ ଆମର କଣ ସଙ୍ଗ ଲେଖିଛନ୍ତି, ଆମର କଣ କରୁଛନ୍ତି ନା ହିଷ୍ଟ୍ରି ଅଫ ଇଣ୍ଡିଆନ ଏଣ୍ଡ ଇଣ୍ଡୋନେସିଆ। ତ ସିଏ କଣ କରୁଛି ନା ହିଷ୍ଟୋରୀ ଅଫ ଇଣ୍ଡିଆନ ଏଣ୍ଡ ଆମର ଇଣ୍ଡୋନେସିଆନ ଆର୍ଟ ବିଷୟରେ ସେ ବର୍ଣ୍ଣନା କରିଛନ୍ତି। ସେ ତାଙ୍କ ବହି ବହୁତ ଗୁଡିଏ କଣ ରିଲେଟେଡ କଣ ହଉଛି ନା ଇଣ୍ଡିଆନ ଆର୍ଟ କୁ ନେଇକି ସେ ଆମର ବହିଟା ସବୁ ଲେଖିଛନ୍ତି। ଯେହେତୁ ଆମ ଇଣ୍ଡିଆନ ବହି ଆମର ଆର୍ଟ କୁ ନେଇକି ବା ଇଣ୍ଡିଆ କଳାକୁ ନେଇକି ସବୁ ବହି ସବୁ ରଚନା କରିଛନ୍ତି, ତାକୁ ଆମର ଆର୍ଟ ଏଜୁକେସନ ତାକୁ ବହୁତ ଇମ୍ପୋର୍ଟାଣ୍ଟ ଦିଆଯାଉଛି। ତମର କ୍ୱେଶ୍ଚନରେ ବି ସତରେ ତାଙ୍କ ବିଷୟରେ ଲେଖିବା ପାଇଁ ପଡିଯାଇଥାଏ, ହେଲା କି। ତ ତାଙ୍କର ବେଶୀ କିଛି ସେମିତି କିଛି ନାହିଁ। ତ ତାଙ୍କର କଣ କରିବ ତମରେ ତାଙ୍କ ବିଷୟରେ ଜଷ୍ଟ କୋଉଠି ଜନ୍ମଗ୍ରହଣ କରିଛନ୍ତି ସେଟା ଲେଖିବ। ତାପରେ କଣ କରିବ ତାଙ୍କର ଯୋଉ ଲେଖା ଗୁଡିକ ସବୁ ଅଛି କୋଉ କୋଉ ବହି ରଚନା କରିଛନ୍ତି ସେଇଗୁଡ଼ିକୁ କିଛି ତମର ମନେ କରିକି ଯିବ। ଆଉ ସେ ବହି ଗୁଡିକର ନାଁ ଦବ ନିଶ୍ଚିତ। ତାପରେ ଆସିଲେ କଣ ହଉଛି ନା ଆମର ହାର୍ବର୍ଟ ରିଡ୍। ତ ହାର୍ବର୍ଟ ରିଡ୍ ଥିଲେ କଣ ନା ଇଏ ଜଣେ ଆମର ୟୁକ୍ରେନ ଆମର ୟୁନାଇଟେଡ କିଙ୍ଗଡମ ର ଲୋକ। ଇଏ ମଧ୍ୟ ତାଙ୍କର ସବୁ କଣ ନା ସେ ଆର୍ଟ ବିଷୟ ବସ୍ତୁ ସେ ସବୁ ରଚନା କରିଛନ୍ତି ଭଲ ଭାବେ ସବୁ ରଚନା କରିଯାଇଛନ୍ତି। ତ ରଚନା କଲା ଭିତରେ ଆମର ଯୋଉ ହାର୍ବର୍ଟ ରିଡ୍ ଯୋଉ ରଚନା କରିଛନ୍ତି ସେ ରଚନା ଗୁଡିକ ସବୁ କଣ କରୁଛି ନା ଆଜିର ଯୋଉ ଆର୍ଟ ସବୁ କରାଯାଉଛି ସେ ଆର୍ଟଟା ତାଙ୍କର ବହିକୁ ହିଁ ଫଲୋ କରିକି ଆମର ଶିକ୍ଷା ଯାଉଛି। ତ ସିଏ ଗୋଟେ ଜଣେ ସେ ଜଣେ ଭଲ ଆର୍ଟ ଟିଚର। ଆଉ ତାଙ୍କର ଯୋଉ ବହିଟା ଯୋଉ ଡିରେକ୍ସନ ଦଉଛି ବର୍ତ୍ତମାନ ଆର୍ଟର ଡିରେକ୍ସନାଲ ବୁକ୍ କହିଲେ ହେବନି। ତ ସେଥିପାଇଁ ଆମର ଯୋଉ ହାର୍ବର୍ଟ ରିଡ୍ ରହୁଛନ୍ତି ତାଙ୍କୁ ମଧ୍ୟ ଆମର ଆର୍ଟ ପାଇଁ ତାଙ୍କର ବହୁତ ଯେହେତୁ କଣ୍ଟ୍ରିବ୍ୟୁସନ ରହୁଛି ସେଥିପାଇଁ ତାଙ୍କୁ ମଧ୍ୟ ଇମ୍ପୋର୍ଟାଣ୍ଟ ଦିଆଯାଇଛି। ସିଏ କି ୟୁନାଇଟେଡ କିଙ୍ଗଡମର ଜଣେ ହାର୍ବର୍ଟ ରିଡ୍ ଯିଏକି ଆମର ୟୁନାଇଟେଡ କିଙ୍ଗଡମର ଜଣେ ବ୍ୟକ୍ତି ବିଶେଷ ଥିଲେ, ଯିଏକି ଜନ୍ମଗ୍ରହଣ କେବେ କରିଥିଲେ ନା ଆମର 4 ଡିସେମ୍ବର 1893 ସେ ଜନ୍ମଗ୍ରହଣ କରିଥିଲେ। ଆଉ ସେ ହଁ ତମ କଣ ନା ଆମର ସେ ଡାଏରୀ କେବେ କରିଥିଲେ ନା ଆମର ଜୁନ 12ରେ ଆମର କେତେ ମସିହା ନା ଆମର 1968 ସେ ମୃତ୍ୟୁ ଲାଭ କରିଥିଲେ। ଏଇ ସବୁ ଥିଲା ଆମର ତାଙ୍କର ଜନ୍ମ ମୃତ୍ୟୁ ବିଷୟରେ। ତାପରେ କଣ ଥିଲା ତାଙ୍କର ତିନିଟା ନାମ ଥିଲା କଣ ନା ଜନ୍ ରିଡ୍ ବୋଲି ତାଙ୍କର ଜଣେ ପିଲା ଥିଲେ। ଆଉ ତାଙ୍କର ସ୍ତ୍ରୀଙ୍କ ନାଁ ଥିଲା କଣ ଏଭଲିନ୍ ରିଡ୍, ଯିଏକି ତାଙ୍କର ବହୁତ ଗୋଟେ କୋଟେସନ ରହୁଥିଲା। ତାଙ୍କ କୋଟେସନ ଥିଲା କଣ ନା the Slav may be happy, the Slav may be happy but happiness is not enough, the Slav may be happy but happiness is not enough। ଆମେ ଖାଲି ଖୁସି ହବାଟା ସେଟା ଏନାଫ୍ ନୁହେଁ। ତାଙ୍କର କଣ ରହୁଥିଲା ତାଙ୍କର ଗୋଟେ ଭଲ ଗୁଣ ଥିଲା କଣ ନା ସେତେବେଳେ ଯୋଉ ସାମ୍ୟବାଦୀ ନେତା ମାନେ ଥିଲେ ବା ସାମ୍ୟବାଦୀ ଚିନ୍ତାଧାରା ଥିଲା ଯୋଉ ଆମର କଣ ନା କଠୋରବାଦୀ ମାନେ ଥିଲେ ସେମାନଙ୍କ ବିରୁଦ୍ଧରେ ସେ କଣ ତାଙ୍କ ଲେଖା ସବୁ ତାଙ୍କ ଆର୍ଟଟା ସବୁ କଣ ଥିଲା ନା ଆମର ନିଷ୍ଠବାଦୀ ମାନଙ୍କ ବିରୁଦ୍ଧାଚରଣ କରୁଥିଲେ।
ଯାହାଫଳରେ ଲୋକମାନେ କ'ଣ କରୁଥିଲେ ତାଙ୍କ ଆର୍ଟ ପ୍ରତି ଆକୃଷ୍ଟ ହେଉଥିଲେ। ଆଉ ସେ ଗୋଟେ କ'ଣ କରିଥିଲେ ନା ଯେଉଁ ଗୋଟେ କ'ଣ କରିଥିଲେ ନା ଆମର ଆର୍ଟକୁ ଗୋଟେ ନୂଆ ଡିରେକ୍ସନ୍ ଦେଇଥିଲେ, ଯାହାକି ସେ ଆର୍ଟଟା ବର୍ତ୍ତମାନ ମଧ୍ୟ ଆମର ଡିରେକ୍ସନ୍ ଦେଉଛି କ'ଣ ଆର୍ଟିଷ୍ଟ ମାନଙ୍କୁ। ତାଙ୍କର ସେ ବହି ଅନୁସାରେ ବର୍ତ୍ତମାନ ମଧ୍ୟ ଆର୍ଟ ତିଆରି କରାଯାଉଛି। ତ ସେ ଲେଖା ଭିତରେ ସେ କ'ଣ କରିଥିଲେ ନା ଆମର 1930 ମସିହାରେ ସେ ମୋଷ୍ଟ ଫେମସ୍ ବୁକ୍ ଗୋଟେ ଲେଖିଥିଲେ। ଯେଉଁ ବହି କଥା ମୁଁ ଏବେ କହୁଛି ସେ ବହିଟାର ନାଁ କ'ଣ ଥିଲା ନା ଆମର ଦ ମିନିଂ ଅଫ୍ ଆର୍ଟ। ସତରେ ସେ ଆମର ଆର୍ଟର ମିନିଂଟାକୁ ସେଇଠିକୁ ବଦଳେଇ ଦେଇଛି। ତ ଯେଉଁ ଦ ମିନିଂ ଅଫ୍ ଆର୍ଟ ବିଷୟ ବହିଟା ଲେଖିଥିଲେ ସେ ବହିରେ ହିଁ ସେ ଆର୍ଟର ମିନିଂଟାକୁ ଚେଞ୍ଜ କରିଥିଲେ, ଅର୍ଥାତ୍ ଆର୍ଟଟାକୁ ବହୁତ ଉର୍ଦ୍ଧ୍ୱକୁ ନେଇଯାଇଛି, ତ ଯେଉଁଟାକି ବର୍ତ୍ତମାନର ଆର୍ଟିଷ୍ଟମାନଙ୍କ ଦ୍ୱାରା ବି ମଧ୍ୟ ଫଲୋ କରାଯାଉଛି। ତ ସେଇଠୁ ହିଁ ଶିଖିକି ଯେଉଁ ଆର୍ଟ ସବୁ ରହୁଛି ସେ ଆର୍ଟ ବି ସବୁ ଆମର ସବୁ ତମର ସବୁ କ'ଣ ହେଉଛି ନା ଆମର ସୋ କରାଯାଉଛି। ଏଇ ସବୁ ଥିଲା ଆମର କ'ଣ ନା ଆମର ହାର୍ଭର୍ଡ ବିଲ୍, ଯେ ତାଙ୍କର ସବୁ କଳା ବହି ଆମର କଳା ଉପରେ ଯେଉଁ ପ୍ରଚଳିତ ବହିଟାକୁ ଯେହେତୁ ୟୁଜ୍ କରାଯାଉଛି ସେଥିପାଇଁ ତାଙ୍କୁ କ'ଣ କଳାର ଜନକ କହିଲେ ମଧ୍ୟ ଅତ୍ୟୁକ୍ତି ହେବ। ତ ସେ ଡିରେକ୍ସନ୍ ଦେଇଥିଲେ। ତାପରେ ତମର କ'ଣ ଥିଲେ ନା ଆମର ଆସିଥିଲେ ଜଣେ ନା ଏଲିଅଟ୍ ଆମର ଆଇସନର୍ ବୋଲି ଆସିଥିଲେ, ହେଲା କି ସିଏ ମଧ୍ୟ ସିଏ ଥିଲେ କ'ଣ ହେଉଛି ନା ସିଏ ହେଉଛି ଆମର ୟୁନାଇଟେଡ୍ ଷ୍ଟେଟ୍, ଯେଉଁଟା ଆମେରିକାର କଥା କହୁଛ ୟୁନାଇଟେଡ୍। ତ ସେଇଠୁ ସେ ଆସିଥିଲେ। ସିଏ ମଧ୍ୟ ଆମର କିଛି ବହି ଆମର ଆର୍ଟ ରିଲେଟେଡ୍ କିଛି ଆମର ନଲେଜ ଦେଇ ଯାଇଛନ୍ତି। ସେଇ ଆର୍ଟ ରିଲେଟେଡ୍ ଆମର ନଲେଜଟାକୁ ବ୍ୟବହାର କରିକି ଆମେ ସବୁ ତ ତାଙ୍କର ଜନ୍ମ କେବେ ହେଇଥିଲା ନା ଆମର ମାର୍ଚ୍ଚ 10 1933 ସେ ଜନ୍ମ ଲାଭ କରିଥିଲେ। ଯେଉଁ ଆମେରିକାର ଯେଉଁ ଚିକାଗୋ ରହୁଛି ୟୁନାଇଟେଡ୍ ଷ୍ଟେଟ୍ ରହୁଛି ଆମର ଚିକାଗୋ ସହରର ସେ ଜନ୍ମ ଲାଭ କଲେ। ତାଙ୍କର ମଧ୍ୟ ଲେଖା ଗୁଡ଼ିକ ବହୁତ ପରିଚିତ ଥିଲା। ତ ସିଏ କିଛି ଜିନିଷ ଉପରେ ପର୍ଯ୍ୟବେସିତ କରି ତାଙ୍କ ଲେଖା ଗୁଡ଼ିକ ଲେଖୁଥିଲେ। ତ ତାଙ୍କ ଲେଖା ଗୁଡ଼ିକ ଭିତରେ କ'ଣ ଥିଲା ନା ହାଉ ଟୁ ପ୍ରିସିଭ୍ ଆଣ୍ଡ ଏକ୍ସପ୍ଲୋର ରିଲେସନସିପ୍, ଆମ ରିଲେସନସିପ୍ଟାକୁ କେମିତି ଆମର ଏକ୍ସପ୍ରେସ୍ କରିବା ବା କେମିତି ଆମର ମେଣ୍ଟେନାନ୍ସ କରିବା ସେ ତା ଉପରେ ପର୍ଯ୍ୟବେସିତ କରି ସବୁ ଆର୍ଟଟାକୁ ଇଏ ହ୍ୟୁମାନ୍ ରିଲେସନସିପ୍, କଜ୍ ଆଣ୍ଡ ଇଫେକ୍ଟ ରିଲେସନସିପ୍। ସେ ତାଙ୍କ ଲେଖା ଥିଲା କ'ଣ ନା ଆମର ଦୈନନ୍ଦିନ ଜୀବନ ଓରିଏଣ୍ଟେଡ୍ ଆମର ଲେଖାର ଗୁରୁ, ଯେଉଁଟାକି ଆମକୁ ସେ ସମୟରେ ବହୁତ ହେଲ୍ପ କରିଥିଲା କ'ଣ ଲୋକମାନଙ୍କ ଭିତରେ ସ୍ୱାର୍ଥପୂର୍ଣ୍ଣ ଜୀବନଯାପନ କରିବା ପାଇଁ ବହୁତ ହେଲ୍ପଫୁଲ୍ ହେଇଥିଲା। ସେଇ ଭିତରେ କ'ଣ ଥିଲା ନା ତାଙ୍କର ଥିଲା କ'ଣ ନା ହ୍ୟୁମାନ୍ ରିଲେସନସିପ୍କୁ ନେଇକି ରହୁଥିଲା। ସେମାନଙ୍କର ରିଲେସନସିପ୍ର କଜ୍ ଆଣ୍ଡ ଇଫେକ୍ଟ, ଅର୍ଥାତ୍ କେଉଁ ପ୍ରକାର ଆକ୍ଟିଭିଟି ଚାଲିଲା କେଉଁ ପ୍ରକାର ଇଫେକ୍ଟ ପଡ଼ୁଥିଲା ସେ ସବୁ ବିଷୟରେ ଇଏ କିଏ କରିଥିଲେ ନା ଆମର ଡକ୍ଟର ଆଇସନର୍, ହେଲା ସେ ବିଲିଭ୍ କରୁଥିଲେ ଏଇ ସବୁ ଜିନିଷ ଉପରେ ସେ ଷ୍ଟଡି କରୁଥିଲେ ଏଇ ସବୁ ଜିନିଷ ଉପରେ କ'ଣ କ'ଣ ଥିଲା ନା। ତାପରେ ସେକେଣ୍ଡ ଥିଲା କ'ଣ ହାଉ ଟୁ ଥିଙ୍କ ଆଣ୍ଡ ଏକ୍ସପ୍ରେସ୍ ୱିଦିନ୍ ଦ କନଷ୍ଟ୍ରେଣ୍ଟସ୍ ଅଫ୍ ଏ ମିଡିୟମ୍, ଗୋଟେ ମିଡିୟମ୍ ଭିତରେ ରହିକି କେମିତି ଆମର ସେ ଥିଙ୍କ କରିବେ, କେମିତି ଇଏ କରିବେ, ଗୋଟେ ପରିବେଶ ଗୋଟେ ଏନଭାରନମେଣ୍ଟ ଭିତରେ ରହିକି କେମିତି ସେ ଥିଙ୍କିଂ କରିବେ। ତାପରେ ତାଙ୍କର ଆଉ କୋଉଠି ଥିଲା ନା ଆମର ସିଏ କ'ଣ ନା ହାଉ ଟୁ ଚୁଜ୍ ହ୍ୱେନ୍ ଫେସ୍ଡ ୱିଥ୍ ଏ ରେଞ୍ଜ ଅଫ୍ ପସିବିଲିଟି, ଆମେ ବହୁତ ଗୁଡ଼ିଏ ପସିବିଲିଟି ଭିତରେ ରହିକି କେମିତି ଗୋଟେ ଜିନିଷକୁ ଚୁଜ୍ କରିବା, ବହୁତ ଗୁଡ଼ିଏ ପସିବିଲିଟି ଅଛି ସେଠି ଏକୁରେଟ୍ କୋଉଟା ସେଇଟାକୁ ଆମେ କେମିତି ଚୁଜ୍ କରିବୁ, ତ ସିଏ ମଧ୍ୟ ସେ ସମୟରେ ସେ କହିଥିଲେ। ତାପରେ ଆଉ ଗୋଟେ ଥିଲା କ'ଣ ଆମର ନୁଆନ୍ସ ମ୍ୟାଟର, ହାଉ ଟୁ ପେ ଆଟେନ୍ସନ୍ ଟୁ subjective and sensitive to slight difference that can make very big difference to other or to potential outcomes। କେମିତି ଆମେ ଗୋଟେ ଜିନିଷ ରହିଲେ ପୋଟେନ୍ସିଆଲ ଯେଉଁ ଜିନିଷ ଯେଉଁ ଅଛି ତା ଭିତରେ ଭଲ ଜିନିଷ କୋଉଟା ସେଟା କେମିତି ବାହାରକୁ ବାହାର କରିପାରିବେ ତାହାରି ଉପରେ ଷ୍ଟଡି କରୁଥିଲେ। ସେ ସେଇ ଅନୁସାରେ ସେ ତାଙ୍କର ଆମର କଳାଟାକୁ ଲେଖା ମାଧ୍ୟମରେ ସେ ପ୍ରକାଶ କରୁଥିଲେ। ଏଇ ସବୁ ତାଙ୍କର ଇଏ ଥିଲା। ତାପରେ ଆଉ କ'ଣ ରହୁଥିଲା ଫ୍ରମ୍ କ୍ୟାନ୍ ଆମର ଏକ୍ସପ୍ରେସ୍ ଫିଲିଂ, ତାପରେ ତାଙ୍କର ଷ୍ଟଡିଟା କୋଉଠି ରହୁଥିଲା ନା କେମିତି ତାଙ୍କ ଫିଲିଂଟାକୁ ଏକ୍ସପ୍ରେସ୍ କରିବେ ସେ ମଧ୍ୟ ରହୁଥିଲା ଆମର ତାଙ୍କ ଲେଖା ମାଧ୍ୟମରେ ସେ ସବୁ ବା ସେଇଟା ତା ଉପରେ ସେ ସିରିୟସଲି ଷ୍ଟଡି କରୁଥିଲେ ଫିଲିଂଟାକୁ କେମିତି ଏକ୍ସପ୍ରେସ୍ କରିବେ ଆମର ସେ ତାପରେ କାମ କରୁଥିଲେ। ତାପରେ ରହୁଥିଲା କ'ଣ ହାଉ ଦ ସେପ୍ ଅଫ୍ ଦ ବିଲ୍ଡ ଏନଭାରନମେଣ୍ଟ ଅର୍ ଦ ଏଲିମେଣ୍ଟସ୍ ୱିଦିନ୍ ଇଟ୍ସ ଏଫେକ୍ଟ ଆୱାର ଏକ୍ସପିରିଏନ୍ସ ଅଫ୍ ପ୍ଲେସ୍, ଆମର ଯେଉଁ ସ୍ଥାନରେ ଅଛି ଆମ ଏନଭାରନମେଣ୍ଟ କେମିତି ଆମର ବିଲ୍ଡ ତିଆରି କରିବା କେଉଁ ପ୍ରକାର ଇଏ କରିବା, ତ ତାଙ୍କ ଲେଖାରୁ ଆମର ଯିଏ ତାପରେ ଅଧିକ ଷ୍ଟଡି କରିବେ ତାପରେ ସେ ଲେଖା କଲେ କି ସେ ଲୋକମାନଙ୍କୁ ତାର ସବୁ କରୁଥିଲେ।
ଯାହାଫଳରେ ଲୋକମାନେ ତାଙ୍କ ଲେଖା ଦ୍ୱାରା ବହୁତ କ୍ୱେଶ୍ଚିନ୍ର ଆନ୍ସର୍ସ ପାଇଯାଉ। ତାପରେ ତାଙ୍କର ଆଉ କ'ଣ ଥିଲା, ପର୍ପୋଜ ଆର୍ ଦ ବେଷ୍ଟ ହେଲ୍ଡ ଫ୍ଲେକ୍ସିବଲ୍। ପର୍ପୋଜ ଆର୍ ଦ କ'ଣ ରହୁଥିଲା, ମାନେ ପର୍ପୋଜ ଆର୍ ବେଷ୍ଟ ହେଲ୍ଡ ଫ୍ଲେକ୍ସିବିଲିଟି। ଆମର ଉଦ୍ଦେଶ୍ୟ ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନ ଫ୍ଲେକ୍ସିବିଲିଟି ଆମ ଭିତରେ ରହିବା ଦରକାର। ଆମେ ସବୁବେଳେ ଗୋଟେ ଜିନିଷ ଉପରେ ଆମର ଅଟକି ରହିବା ଠିକ୍ ନୁହେଁ। ତମେ ଦେଖିଲ କ'ଣ, ଗୋଟେ କ୍ୱେଶ୍ଚନ୍ ଏରାଇଜ୍ ହେଲା ତମ ମନ ଭିତରେ, ତମକୁ 10ଟା କ୍ୱେଶ୍ଚନ୍ ଦିଆଯାଇଛି। ବହୁତ ପିଲାଙ୍କର ଅସୁବିଧା ହୁଏ କ'ଣ ନା, ପିଲାମାନେ କ୍ୱେଶ୍ଚନ୍ କରୁଥିବେ, କ୍ୱେଶ୍ଚନ୍ କରୁ କରୁ ଯଦି ଧରାଯାଉ ଫାର୍ଷ୍ଟ କ୍ୱେଶ୍ଚନ୍ ସେକେଣ୍ଡ କ୍ୱେଶ୍ଚନ୍ ଅଟକି ଗଲେ, ତାପରେ ଆଉ ଆଗକୁ ଯିବେ ନାହିଁ, ସେଇଠି ହିଁ ଅଟକି। କାଲି ମୁଁ ଗତକାଲି ଯିବା ପରେ ସାର୍କୁ ପଚାରିବି, ତାପରେ ଯାଇକି ତାର ଆନ୍ସର ପାଇଲା ପରେ ମୁଁ ଅନ୍ୟ ଆନ୍ସର ଖୋଜିବି। କିନ୍ତୁ ସେଇ ପ୍ରକାରର ଇଏ କରିବାଟା ଠିକ୍ ନୁହେଁ। ତ ସେ କହୁଥିଲେ କ'ଣ ନା, ଆମ ଭିତରେ ଫ୍ଲେକ୍ସିବିଲିଟି ରହିବା ଦରକାର। ସେ ତାପରେ ମୋତେ ଷ୍ଟଡି କରିକି ତାପରେ କ'ଣ ହେଲା, ସେ ଆମର ବହୁତ ଏଜୁକେସନ୍ ଆମର କ'ଣ ହେଲା, ଆମର ଷ୍ଟଡି ମେଟେରିଆଲ ସେ ପ୍ରୋଭାଇଡ୍ କରୁଛି। ଯାହାଫଳରେ କ'ଣ ହବ ନା, ଆମେ ଯଦି ସେଇ ଜାଗାରେ ଅଟକି ଯାଉଛୁ ନା, ଆମର ସମୟ ତ ସରିଲା, ଧୀରେ ଧୀରେ ଆମର କ'ଣ ହବ, ଆମ ଭିତରେ ଆମର ଆଡଜଷ୍ଟମେଣ୍ଟ ପାଇଁ ଗୋଟେ ପ୍ରୋବ୍ଲେମ କ୍ରିଏଟ୍ ହବ। ତ ପିଲା ସେଇଠି କ'ଣ କରିବା ଉଚିତ ନା, 2 ନମ୍ବରଟା କରିପାରୁନାହିଁ, ସେଟା ରଖିଦେଇକି 3 ନମ୍ବର ପାଖକୁ ଯିବ, 3 ନମ୍ବର 4 ନମ୍ବର ତା ଆଗ ପାଖକୁ ଯିବା ନିଶ୍ଚିତ ଯିବା ଦରକାର। ଫ୍ଲେକ୍ସିବିଲିଟି ତା ଭିତରେ ରହିବା ଦରକାର। ସେ ଗୋଟେ ସ୍ଥାନରେ ଅଟକି ଯିବ, ଏ ପ୍ରକାର ରହିପାରେ ନା, ସେ ଅନ୍ୟ ୱେରେ ଯିବ। ଏହି ପ୍ରକାର ନେଚରଟା ପିଲାମାନଙ୍କ ଭିତରେ ରହିବା ନିହାତି ଆବଶ୍ୟକ। ତାପରେ ସେ କ'ଣ କହୁଥିଲେ, ନଟ୍ ଅଲ୍ ୱି ନୋ କ୍ୟାନ୍ ଟେକ୍ ଦ ଫର୍ମ ଅଫ୍ ଲାଙ୍ଗୁଏଜ। ତ ଆମେ ସବୁ କିଛି ଜାଣିନା, ଆଉ ସବୁ କିଛି ଲାଙ୍ଗୁଏଜ ଥ୍ରୋରେ ଆମେ ବର୍ଣ୍ଣନା କରିପାରିବା ନାହିଁ, ହେଲା। ଆଉ ସବୁ କିଛି ଯେ ଯାହା ବି କିଛି ଜାଣିଛୁ ସବୁ ଯେ ଲାଙ୍ଗୁଏଜ ରୂପରେ ବର୍ଣ୍ଣନା କରିହେବ, ଲାଙ୍ଗୁଏଜ ଫର୍ମ ତାକୁ ଆମର ଏକ୍ସପ୍ରେସ କରିହେବ, ସେମିତି କିଛି ନଥାଏ। ତ ସେଇଟା ଉପରେ ସେ ଆମର ତ ଏଇଗୁଡ଼ା ସବୁ କ'ଣ କରିଥିଲେ ନା, ଯେଉଁଟାକି ଆମର ପରବର୍ତ୍ତୀ ସମୟରେ ପିଲାମାନଙ୍କୁ ବା ଆମର ଷ୍ଟୁଡେଣ୍ଟ ମାନଙ୍କୁ ବହୁତ ହେଲ୍ପ କରିଛି ସେମାନଙ୍କର ସବୁ ପ୍ରୋବ୍ଲେମକୁ ସଲ୍ଭ କରିବା ପାଇଁ। ତାପରେ ସେ ଆଉ କ'ଣ କରିଥିଲେ ନା, ଇଣ୍ଟେଲିଜେନ୍ସ, ଆୱାରନେସ୍ ଆଉ ଅଣ୍ଡରଷ୍ଟାଣ୍ଡିଂ ଆର୍ କଲ୍ଟିଭେଟେଡ୍ ବାଇ ଡେଭଲପିଂ ଦ ଏବିଲିଟି ଟୁ ଥିଙ୍କ ଇନ୍ ଇମେଜ ଆଣ୍ଡ ସିମ୍ବଲ୍ସ। ଯେଉଁ ଆମର କ'ଣ ରହୁଥିଲା ନା, ଇଣ୍ଟେଲିଜେନ୍ସ, ଆୱାରନେସ୍, ଅଣ୍ଡରଷ୍ଟାଣ୍ଡିଂ, ଏ ସବୁକୁ ସେ କ'ଣ କରୁଥିଲେ ନା, ଇମେଜ ମାଧ୍ୟମରେ ସେ ଏକ୍ସପ୍ରେସ କରୁଥିଲେ। ଯାହାଫଳରେ ପିଲାମାନଙ୍କୁ ହେଲ୍ପ କରୁଥିଲା କ'ଣ ହେଉଛି ନା, ଯେଉଁଟାକି ସେମାନଙ୍କ ଭିତରେ ଲୁକାୟିତ ଭାବରେ ରହୁଥିଲା, ବୁଝିପାରୁନଥିଲେ, ଯେତେବେଳେ ଇମେଜଟା ଫିଡ୍ କରାଗଲା ସେତେବେଳେ ସେ ଭଲ କି ବୁଝି। ତାପରେ ଆଉ କ'ଣ ରହୁଥିଲା, ଆମର ସରପ୍ରାଇଜ ଇଜ ଦ ରିୱାର୍ଡ ଅଫ ଇମାଜିନେସନ ଏଟ୍ ୱାର୍କ। ଲୋକକୁ ଯୋଉଟା ଆଶ୍ଚର୍ଯ୍ୟ କରିଯାଉଛି, ତ ସେଇଟା କ'ଣ ହେଉଛି ନା, ଗୋଟେ ଆର୍ଟିଷ୍ଟ ପାଇଁ ରିୱାର୍ଡ ଆଉ ରିୱାର୍ଡ ସଲ୍ୟୁସନ। କେତେ ସୁନ୍ଦର ହେଇଛି, ଆର୍ଟିଷ୍ଟ ପାଇଁ ଆମର ସରପ୍ରାଇଜନେସଟା ଗୋଟେ ଆୱାର୍ଡ ସଲ୍ୟୁସନ। ଯେତେବେଳେ ଲୋକଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିବ, ଗୋଟେ ଚିତ୍ରକାର ଗୋଟେ ଚିତ୍ରଟା ଆଙ୍କିଲେ ତାଙ୍କୁ ଲୋକମାନଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିବ, ଜଣେ ଗୀତଟେ ଗାଇଲେ ଗୀତଟା ମନମୁଗ୍ଧ କରିଦେଉଛି ଲୋକମାନଙ୍କୁ, ତାହେଲେ ସେଇଟା ହେଉଛି ତାଙ୍କ ପାଇଁ ଗୋଟେ ବଡ଼ ରିୱାର୍ଡ। ତାପରେ ସେ ଆହୁରି ବହୁତ କଥା କହିଛନ୍ତି। ତାପରେ ଡିସ୍କଭରି ଆର୍ ଦ ରିଚ୍ ପାଥୱେ ଟୁ ଅନରସିପ୍ ଅଫ୍ ଲର୍ନିଂ। କେମିତି ଗୋଟେ ଡିସ୍କଭର କରିବା, ଗୋଟେ ଜିନିଷ ଆମର ଡିସ୍କଭର କରିବା, ବାହାର କରିବା, କିଛି କିଛି ପଏଣ୍ଟରେ କ'ଣ ଥାଏ, ପିଲାମାନେ କ'ଣ କରିଥାନ୍ତି, କିଛି କିଛି ଆମର କ'ଣ କିଛି ପଏଣ୍ଟକୁ ମିସ୍ କରିଥାନ୍ତି। ପରବର୍ତ୍ତୀ ସମୟରେ ସେମାନଙ୍କ ଭିତରେ କିଛି ପିଲା ଥାନ୍ତି କ'ଣ ନା, ସେଇଟାକୁ ଫାଇଣ୍ଡ ଆଉଟ୍ କରିବେ। ଯେମିତି ତମେ ଦେଖିଥିବ, ଯେତେବେଳେ ତମେ ଗୋଟେ କ୍ୱେଶ୍ଚନ୍ କରୁଛ, କ୍ୱେଶ୍ଚନ୍ କରୁ କରୁ ଦେଖିଲ ନିର୍ଦ୍ଦିଷ୍ଟ ପଏଣ୍ଟରେ ତମେ ଅଟକି ଯାଉଛ, ତାପରେ ତାକୁ ବିଭିନ୍ନ ୱେରେ ତାକୁ ଚିନ୍ତା କରୁଛ। ଯେତେବେଳେ ଚିନ୍ତା କରି ତାର ଆନ୍ସରଟା ପାଇଯାଉଛ ବା ତାକୁ ତାର ସଲ୍ୟୁସନଟା ଡିସ୍କଭର କରିଦେଉଛ ବା ପାଇଯାଉଛ, ସେତେବେଳେ ତମ ଭିତରେ କ'ଣ ଗୋଟେ ଆନନ୍ଦ ବା ଗୋଟେ ଆମର ଗୋଟେ ସ୍ପିରିଟ୍ ଗୋଟେ ଆସିଛି, ଯେଉଁଟାକି ବହୁତ ଆନନ୍ଦଦାୟକ ହୁଏ। ଆଉ ଯେଉଁଟା ଆସିବା ହିଁ ପିଲାମାନଙ୍କ ପାଇଁ ବହୁତ ଭଲ, ଯେଉଁଟା ପିଲାଙ୍କର ଇଣ୍ଟରେଷ୍ଟ ମଧ୍ୟ ଡେଭଲପ କରେ। ତାପରେ ସେ ଆହୁରି ବହୁତ କଥା କହିଛନ୍ତି ନା, ଯେଉଁ ଡିଫରେନ୍ସ ଅଛି ଆମ ଲୋକମାନଙ୍କ ଭିତରେ, ତା ଭିତରେ ବି ସେ ବର୍ଣ୍ଣନା କରିଛି। ଡିଫରେନ୍ସ ସବୁ ଅଛି ସବୁ ଲୋକମାନଙ୍କ ଭିତରେ, ଆମ ଭିତରେ କ'ଣ ସମସ୍ତେ ସମାନ ନୁହଁ, ଆମ ଭିତରେ କିଛି ନା କିଛି ଡିଫରେନ୍ସ ରହୁଛି, ଯେଉଁଟାକି ବର୍ତ୍ତମାନ ଲୋକମାନେ ବି ବୁଝିବା ଦରକାର। ବର୍ତ୍ତମାନ ଯେମିତି ଆସିଲାନି ନା, କ'ଣ ପିଲାମାନେ କ'ଣ କରୁଛନ୍ତି, ସେ ପିଲାର ମୋବାଇଲ ଅଛି, ମୋର ବି ମୋବାଇଲ ଦରକାର, ସେ ପିଲାର ଗାଡ଼ି ଅଛି, ମୋର ବି ଗାଡ଼ି ଦରକାର, ଘରେ ବାପା ମା ଖାଇବା ପାଇଁ ନପାଆନ୍ତୁ, ମୋ ସାଙ୍ଗର ଏଇ ଜିନିଷ ଅଛି, ମୋର ବି ଆବଶ୍ୟକ ସେଇ। ତ ସେଇ ପ୍ରକାର ପିଲାମାନଙ୍କ ଭିତରେ ସବୁ ଇମାଜିନେସନ ରହିବା ଦରକାର, ଆମର ନା ଡିଫରେନ୍ସ ଆମ ଭିତରେ ସବୁ ସମାନତା ନାହିଁ, ଆମ ଭିତରେ କିଛି ଡିଫରେନ୍ସ ଅଛି। ତ ଡିଫରେନ୍ସକୁ ଆମର ବୁଝିବା ଦରକାର ପିଲାମାନେ।
ଦେଲେ ଯାଇ ଆମର ଏଜୁକେସନ ତଥା ଆମର ଡେ ଟୁ ଡେ ଲାଇଫ ମଧ୍ୟ ଭଲରେ ବିତିପାରିବ। ତାପରେ ସେ ବହୁତ କଥା ସବୁ ଏଇଭଳିଆ ସବୁ ଟିକେ କହିଛନ୍ତି, ସେଥିରେ ଆଉ କିଛି ନାହିଁ। ତ ଏଇ ସବୁ ଜିନିଷଟାକୁ ଟିକେ ଭଲ କି ଟିକେ ଦେଖିବି। ମୁଖ୍ୟତଃ ଯେତେବେଳେ 4 ନମ୍ବର ବିଷୟରେ ସବୁ ଲେଖିବ ନା, ଆମର ଯୋଉ ଏଜୁକେସନ ଆମ କଣ୍ଟ୍ରିବ୍ୟୁସନ କଥା ଯେତେବେଳେ ଲେଖିବ, ସେତେବେଳେ ମୁଖ୍ୟତଃ 3ଟା ଜିନିଷକୁ ତମେ ଗୁରୁତ୍ୱ ଦବ। 3ଟା ଜିନିଷ କଣ ନା, ତାଙ୍କର ଜୀବନ ଉପରେ କେବେ ଜନ୍ମ ଲାଭ କଲେ ତାଙ୍କ ବିବରଣୀଟା ଦବ। ଦ୍ୱିତୀୟରେ କଣ ରହିଛି ନା, ସେ କୋଉ କୋଉ ଜିନିଷ ସବୁ ବାହାରେ ରଚନା କରିଛନ୍ତି ବା ଆମର ଫାଇଣ୍ଡ ଆଉଟ୍ କରିଛନ୍ତି, ସେ ଜିନିଷଟିକୁ ଦବ। ତୃତୀୟରେ କଣ ରହୁଛି ନା, ତାଙ୍କର ଏଜୁକେସନ କଣ କଣ୍ଟ୍ରିବ୍ୟୁସନ, ଏ 3ଟା ପାର୍ଟ କରିକି ଦବ, ନିଶ୍ଚିତ ତମର ଭଲ ମାର୍କ ହିଁ ଆସିବ। ତ ସେ ଆମର ଏଜୁକେସନ ପ୍ରତି ଯୋଉ କଣ କଣ କଣ୍ଟ୍ରିବ୍ୟୁସନ ରହୁଛି, ସେଥିପାଇଁ ହେଲେ କଣ ହବ, ତାଙ୍କର କିଛି ବହି ଗୁଡ଼ିକୁ ମନେ ରଖିବେ, ଦେଲେ ଯାଇ ତମର ଏକ୍ସାମିନର କଣ କରିବେ ନା, ତମର ଫୁଲ ମାର୍କ ହିଁ ଦେଇପାରିବେ। ଏଇ ଜିନିଷଟିକୁ ମନରେ ଧ୍ୟାନ ଦେଇକି ରଖିଥିବେ।